ଯାଇଥିଲୁ ମୋ ନା ମୋ ଆଇ ଆଇଛି ହେକରେ ଯାଇଲୁ କି ମୋ ଆଇ ମଝି ଶୋଇଲା ତ ଅନା ମୋ ସାଙ୍ଗେ କଳି ଲଗଉଛି ତତେ ଟିକେ ଲାଜ ଲାଗୁନି ଲ ଆଇଛୁ ମୋ ସାଙ୍ଗରେ କଳି କରିବାକୁ ମୋ ଘରଟାକୁ ଛଡେଇକି ନବୁ ରାଜା ଠୁକୁର ଝିଅ ନା ତତେ ଖାଲି ଟିକେ ଲଙ୍କା ଦେଇକିରି ମାରିବି ଯେ ତୁ ରାଗେ ରାଗେ ମରିବୁ मौसा मुसिना दर बुढ़ी मो नातुणी आइछि बुढ़ा गइटा करला कुलो तो जो टोका गइटार तो एनर्जी नाही कि सीमेंट नाही आलो बारो आड़े जे बुली की छतर खाई बुली तुती को गाटा बाटा ए ट्रक ड्राइवर गइटा करिया कथा कहिबु किलो मन्ना कराला ए मारियाणी रुगी आणी प्रश्न पचार हेलो आंद बजार मैं तो बताना पचारिए कोनटा नाली में तमरा बाजा बेसी क्या होती बाजा गाड़ी ए दीटा जो तात्विक अर्थ कहते शब्दटा पूर्व अछि हेलो गाड़ी आर तात्विक अर्थ कोन प्रकृत रे हमें प्रथम जानिबा गाड़ी आगु संधि विषय ता तात्विक अर्थटा कहले हाडी हार तो हस हस को बुझाइले हस हस कहले पृथ्वी डी अर्थ डिंब ए हंस जो डिंब को देछि ए पृथ्वीर दीटा फल कहले ब्रह्मर फल हेले दीटा गुटे ओळी रे फळुचे आ गुटे ओळी रे झड़ी पड़ुचे ये हेला हाडी सेथि पई ताकू सर्व शुभ काम रे आगो डका होछि ये सृष्टि रो सर्जन तमे पछ हां चमड़ा कथा पडिथिला ना जने चंडाल अच्छी ता राज्य रे गुरु चमड़ार पैसा को गुरु चमड़ा को काटी पैसा करी ता राज्य रे चलैथिला ए चंडाल जनक के आ केउ राज्य आज्ञा अनंत चंडाल चलैथिला द्वापर जुग रे आज्ञा देखंतु मो नातुणी कहूची मु जवान आसीची मु तो बुढ़ी आसीची जदि मो स्वामी सहित रही 12 वर्ष मोर छुआ पिला हेलानी ए जो सुकुटी सेलपेटी एटारे रक्त नाही फूल फुटुनी अफुसी आइची किला तोर तो फूल फुटुनी मो गइता पाखरे सुइले कोन तोर छुआ हबो आज्ञा मो प्रश्न हैला ये जदि नव जुबा आइसिंती मु सिना वृद्ध हे गली मोर बळ बयस चाली गला एमिति गोटे राज्यपति भाई तम प्रश्न उत्तर सला तमे टिके पछ पछ जाओ पति तू पड़ा छियाड़ी तमे छियाड़ी पति आड़ी तम गुची जा मो सांग भौणी कि मो सान भौणी कहिबा केउ देशर हाडियाणी बा चंडाळुणी सदा सर्वदा नवजुबा आज्ञा आज्ञा होची अजरा हमर फल खाई बुढ़ी हाडियाणी नवजुवती रूप पाई बहु देशर हाडियाणी आज्ञा केउ देशर होची आज्ञा मगध देशर उत्तर कहिबे आज्ञा देखो छोटा पिला शिखिबे भला कथा हम कहूची उज्जयिनी देशर हाडियाणी सदा सर्वदा नवजुबा पचारे आज्ञा मो प्रश्न है श्रिया चंडालुणी जमीती लक्ष्मी व्रत करी
ସେ ତାର କିଛି ବର ପାଇଥିଲା। ସେମିତି ଏକ ବ୍ରାହ୍ମଣୀ ଅଛି, ସିଏ କେଉଁ ଦେବୀକୁ ପୂଜା କରି ସେ ତାର କଣ ପାଇଥିଲା ତାର ବର, ଆଉ ସେ ବ୍ରାହ୍ମଣୀର ନାଁ କଣ, ତାର ସ୍ୱାମୀ ନାଁ କଣ, ବିଶେଷ କରି ତାର ସ୍ୱାମୀଟା ନାଁ କଣ, ସେ ବ୍ରାହ୍ମଣୀର ନାଁ କଣ। ମୋ ଆଇ କହିବ କି ଆଜ୍ଞା ଦେଖନ୍ତୁ, ସତ୍ୟ ଯୁଗରେ ବୈତରଣୀ କୂଳରେ ଜଣେ ବ୍ରାହ୍ମଣୀ ଚଣ୍ଡାଳ ସହିତ ପ୍ରୀତି କରି ଗୋଟେ ଛୁଆ ଜନ୍ମ କରିଥିଲା। ସେ ହଉଛନ୍ତି ବଶିଷ୍ଠ, ଚଣ୍ଡାଳୁଣୀ ହେଉଛି ଅରୁନ୍ଧତୀ, ତା ପୁଅ ହଉଛି କଣାନ୍ଧ। ହ୍ୟାଲୋ ଖାଲି ଆଉ ଇଏ ହଉଛି ନା ତାର ଚାରି ଯୁଗରେ ତା ପାଖରେ ଶୋଇବ, ମୋ ଚା ছিল ରବିଆଳି ଦେଇକିରି ଶୋଇବ ଲୋ। ହ୍ୟାଲୋ ଚାରି ଯୁଗରେ କେଉଁ ମେହେତର ଏ ଖାତାଟା ଦେଖି ହ୍ୟାଲୋ, ଆପଣଙ୍କ ଅନୁଷ୍ଠାନ ତରଫରୁ ପ୍ରଶ୍ନ, ଯୋଉ ବାଦ୍ୟଟି ଆପଣ ବଜାଉଛନ୍ତି ହେଲା କି, ବାଦ୍ୟଟି କୋଉଥିରେ ତିଆରି, କିଏ ଦେଇଥିଲେ, ଆଉ ଜିନିଷଟି କୋଉଠୁ ଆଣିକି ଦେଇଥିଲେ କହିବେ? ଆଜ୍ଞା ବାଦ୍ୟଟି ଆମର ଗମ୍ଭାରୀ କାଠରେ ତିଆରି ହେଇଛି। ଯାହା ଦେଇଥିଲେ ପ୍ରଥମ, ହଁ କୁହନ୍ତୁ। ଗମ୍ଭାରୀ କାଠରେ ତିଆରି ହେଇଛି ଆଜ୍ଞା। ତାକୁ ପ୍ରକୃତରେ ଆମର ନାଇଁ ମୁଁ କହିଲି ପ୍ରଥମେ କୋଉଥିରେ ତିଆରି ହେଇଥିଲା? ପ୍ରଥମେ କୋଉଥିରେ ଆଜ୍ଞା, ପ୍ରଥମେ ହାଣ୍ଡିରେ ତିଆରି ହେଇଥିଲା ଆଜ୍ଞା, ମାଟି ହାଣ୍ଡିରେ। ତେଣୁକରି ତାକୁ ପ୍ରଥମେ ସୃଷ୍ଟି କଲେ ବିଶ୍ୱକର୍ମା ସୃଷ୍ଟି କଲେ ଏବଂ ବ୍ରହ୍ମାଙ୍କ ପ୍ରଦତ୍ତରେ ଦିଆଗଲା କାହାକୁ ହାଣ୍ଡି। କୋଉଠୁ ଆଣିଥିଲେ ମାଟିଟା, କୋଉଠୁ ଆଣିଥିଲେ? ଗଙ୍ଗା ଆଗେ ଗଙ୍ଗା ମାଟି, କଣ ଗଙ୍ଗା ମାଟି? ଗଙ୍ଗା ମାଟି 3 ମୁଠା ଆଣି, ଗଙ୍ଗା ମାଟି 3 ମୁଠା ଆଣି ବିଷ୍ଣୁ ସ୍ୱର୍ଗେ ବ୍ରହ୍ମା ଗଲେ ଛାଉଁ, ମତେ ଦେଲେ ସେ ବଜାଇବାକୁ, ମୁଁ ତାକୁ ବଜାଇ। ଅକଡ଼ା ଭୂମିର ମାଟିରୁ ଅକଟା ଚମଡ଼ା ବାଜିଲେ କହିଲେ, ଅକଟା ଚମଡ଼ା କହିଲେ ହାତ, ନାମଟି ହଉଛି କଳାପାଟ ଯୋଗିନୀ। ସଂସାର ସାରା ସବୁ ପୃଥିବୀ ସାରା ପୋଡି ଯାଇଥିଲା, ଉତ୍ତପ୍ତ ହେଇକି କୋଉଠୁ ମାଟି ଆଣିଲେ ନାଇଁ ସାର୍, ସବୁ ଯେତେବେଳେ କହୁଛି ଆଜ୍ଞା, ସବୁ ଯେତେବେଳେ ପୁରୀ ଯାଇଥିଲା, ବ୍ରହ୍ମା ବିଚାର କରି ତାଙ୍କ ଲୁମରୁ ଗୋଟିଏ ବାଦ୍ୟକୁ ପରିଚାଳନା କରିଥିଲେ, ଯେ କି ତା ନାଁଟା ହଉଛି କଳାପାଟ ଯୋଗିନୀ। ଭଲ ବାଦ୍ୟ ଯୋଉଟା ଶୁଣ, ଅପଡ଼ା ଭୂଇଁରୁ ବ୍ରହ୍ମା ଆଣିକି ଗଢିଲେ। ଅପଡ଼ା ଭୂଇଁ କୋଉଟା? ପୃଥିବୀ ସାରା ପୋଡି ଗଲା ପରେ ମୂର୍ତ୍ତିକା କିଏ ତିଆରି କରୁଛି? ଉଇ ହୁଙ୍କାର ମାଟି ହଉଛି ଅପଡ଼ା ଭୂମି। ଅପଡ଼ା ସଂସାରଙ୍କ ପୋଡି ଗଲା। ଆଜ୍ଞା ଶୁଣନ୍ତୁ, ଶିବ ପୁରାଣ କହିଛି ହୁଙ୍କା ଭାଙ୍ଗିଲେ ଅପୃତିକ ହବ। ତମ ମନରେ ତମେ କହିଲେ ଶିବ ପୁରାଣ ମନା କରିଛି ହୁଙ୍କା ଭାଙ୍ଗିଲେ ଅପୃତିକ ହବ। ଯୋଉ ଜନ ହୁଙ୍କା ଭାଙ୍ଗିବ ସେ ଜନ ଅପୃତିକ ହବ। ତମେ ହାଡିଆନି ଆସିଥିଲ ଅନୁଷ୍ଠାନ, ପ୍ରଥମେ ବାହାଘର ବେଳେ ନାରୀଟି କଣ ବି ଆଗରେ ଯାଉଛି କୁହ? ବିବାହର ସମୟରେ ନାରୀଟି କଣ ବି ଆଗରେ ଯାଉଛି, ପୁରୁଷ କଣ ପାଇଁ ପଛରେ ଯାଉଛି? ଆଜ୍ଞା ଦେଖନ୍ତୁ, ସର୍ବପ୍ରଥମେ ନାରୀ କାହିଁକି ଆଗରେ ଯାଉଛି, ପୁରୁଷ ତା ପଛରେ ଯାଉଛି? ଦେଖନ୍ତୁ, ନାରୀ ହେଉଛି ସର୍ବସ୍ୱ ଧରିତ୍ରୀ। ସେ ସର୍ବପ୍ରଥମେ ମା ସୃଷ୍ଟିକର୍ତ୍ତା। ଯେତେବେଳେ ଆଜ୍ଞା ଦେଖନ୍ତୁ, ନାରୀ ହେଉଛି ଯୋଗିନୀ, କାତାୟନୀ, ସେ ସବୁ କିଛି, ମା ଜନନୀ ଜାୟା ସବୁ କିଛି। ସେଇଥିପାଇଁ ସେ ଆଗରେ ମା ରୂପରେ ଯାଉଛି। ନାଇଁ, ଯେତେବେଳେ ଗୋଟେ ବିବାହ ସମାରୋହ ହୁଏ, ଇନ୍ଦ୍ର ସମସ୍ତଙ୍କ ଉପରେ ଦୃଷ୍ଟି ପକାଉଥିବାରୁ ନାରୀଟି ପ୍ରଥମେ ଆଗେ ଗଲେ ସ୍ୱାମୀ କାଳେ ମାରି ବ୍ରଜର ମାରିଦବ ବୋଲି ସ୍ୱାମୀ ପଛରେ ଯାଏ, ନାରୀ ସେଥିପାଇଁ ଆଗରେ ଯାଏ। ଠିକ ଅଛି, ଉଭୟ ଦଳ ଯାଇପାରନ୍ତି। ଏ ଝାମ୍ପୁରା ମୁଣ୍ଡିଆ ବାଇଆ ଲାଖେ ହେଉଛ, ଟିକେ ପାଣି ତମେ ବେଶୀ ଉଦ୍ଧତ ହଉଛ, ତମ ବାଦ୍ୟକାର ତମେ ବେଶୀ ଉଦ୍ଧତ ହଉଛ। ଉଦ୍ଧତ ଆମେ କିଛି କହିବୁ ନାଇଁ, ଆପଣ ଶାନ୍ତି ଶୁଣାରେ ଇଏ କରନ୍ତୁ, ଚାଲନ୍ତୁ। ବାଦ୍ୟକାର କଥା କଳାକାରଙ୍କ ଉପରେ କହିବନି କେତେବେଳେ। ଆପଣ କାହିଁକି ବସୁଛନ୍ତି? ସେମାନଙ୍କୁ ଦମନ କରିବେ। ଆମର ଯାଏ କେତେ ଆସେ, ଜଣେ ବସିବ ଜଣେ ବଜଉ। ଏଇ ଫମ୍ପା ବାପା, ଏ ଗାଁରେ ଆଜି ଶିବ ପାର୍ବତୀ ଆଜି ପରା ଜାଗର ଯାତ୍ରା ଚାଲିଛି, ଗୋବର ପାଣି ଟିକେ ଛିଞ୍ଚି ନିଅ, ଆମେ ନାନୀ ଭଉଣୀ ନଈ ପଡିକିରି କେଞ୍ଚି କେଞ୍ଚି ଦବୁ ଟିକେ।
ବାଜା ଖଣ୍ଡେ ବାଜିବ ପୁରୁଣା ଷ୍ଟାଇଲ ବାଜା ବାଜିବ ଟିକେ ଭଲ କି ବାଜିବ ନା ଆଉ ଟିକେ ଭଲ କି ଚକରି ଭଳି ନାଚିବ ନା ଆଉ ଭଲ କି ଟିକେ ବାଜା